କାହିଁକି ନବୀନ ଗଢ଼ିଲେ ଛାୟା ମନ୍ତ୍ରିମଣ୍ଡଳ? ବିଦେଶୀ ଢାଞ୍ଚାରେ ଚାଲିବ କି ବିରୋଧୀ ଦଳ? ନିଜ ଦୁର୍ନୀତି ଢାଙ୍କିବାକୁ ନୂଆ ଷ୍ଟ୍ରାଟେଜି ନୁହେଁ ତ? ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ 50 ଜଣ ବିଧାୟକଙ୍କୁ 40 ବିଭାଗ ବାଣ୍ଟିବା ପରେ ଏହାକୁ ନେଇ ରାଜନୀତି ତେଜିଛି। ନିଜ ଦଳ ଭିତରୁ ଚାପା ଗୁଞ୍ଜରଣ ବି ଉଠିଛି। କେବଳ ବିଧାୟକଙ୍କୁ ଦାୟିତ୍ୱ ଦେଇ ସୁପ୍ରିମୋ ଅନ୍ୟମାନଙ୍କ ମନୋବଳ ଭାଙ୍ଗୁନାହାନ୍ତି କି? ଆଗରୁ ଏମିତି ବିଧାୟକଙ୍କୁ ବାର୍ତ୍ତା ଦେଇନଥିଲେ କି? ଏମିତି ନାନା ଚର୍ଚ୍ଚା ଭିତରେ ସବୁଠାରୁ ବଡ଼ ଚର୍ଚ୍ଚା ହେଉଛି ବିଧାୟକଙ୍କୁ ବିଭିନ୍ନ ବିଭାଗ ଦେଇ ଏହା ପଛରେ ଆଉ କିଛି ମାଷ୍ଟର ପ୍ଲାନ୍ ଚାଲୁଥାଇପାରେ। 24 ବର୍ଷ କାଳ ରାଜ୍ୟରେ ବିଜେଡି ହିଁ ଶାସନ କରିଛି। କେଉଁ ବିଭାଗରେ କ'ଣ କାମ ହୋଇଛି ତା ଦଳକୁ ଭଲ ଭାବରେ ଜଣା। ଅନ୍ତତଃ ପକ୍ଷେ 24 ବର୍ଷର ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ଥିବା ନବୀନ ତ ସବୁ କିଛି ଜାଣିଥିବେ। ତାହେଲେ ପୁଣି ଏ ଗୋଲକ ଧନ୍ଦା କାହିଁକି ଆରମ୍ଭ ହେଲା ତାକୁ ନେଇ ଚାଲିଛି ଆଲୋଚନା। ଅନ୍ୟପଟେ କିଛି ଲୋକଙ୍କ କହିବା କଥା ହେଲା ଏ ହେଉଛି ବିଦେଶୀ ପଲିସି। ନିକଟରେ ବ୍ରିଟେନ୍ କନଜରଭେଟିଭ୍ ପାର୍ଟି ହାରିବା ପରେ ଋଷି ସୁନକ ଏମିତି ଛାୟା କ୍ୟାବିନେଟ୍ ଗଢ଼ିଛନ୍ତି। ତେବେ ନବୀନଙ୍କ ଛାୟା କ୍ୟାବିନେଟ୍ ଲୋକଙ୍କ ବିଶ୍ୱାସଭାଜନ ହେବ ତ? ଏହା ଏବେ ସବୁଠାରୁ ବଡ଼ ପ୍ରଶ୍ନ। କାରଣ ଓଡ଼ିଆ ଲୋକେ ସେଣ୍ଟିମେଣ୍ଟାଲ। ଥରେ ସେମାନେ ଯାହାକୁ ଛି କରନ୍ତି ତାକୁ ସହଜରେ ଆପଣାନ୍ତିନି। ତେଣୁ ନିକଟରେ ନବୀନ ପଟ୍ଟନାୟକ ସରକାରକୁ ପ୍ରତ୍ୟାଖ୍ୟାନ କରିଥିବା ରାଜ୍ୟବାସୀ ନବୀନଙ୍କ ମିଛ ପ୍ରହେଳିକାରେ ଭାସିଗଲା ଭଳି ଲାଗୁନି। ତେବେ ଆଉ କିଛି ଜଣଙ୍କର କହିବା କଥା ଏ ଛାୟା କ୍ୟାବିନେଟ୍ ନବୀନଙ୍କ ଇସାରାରେ ନୁହେଁ, ବରଂ ଏହା ପଛରେ ଆଉ କେହି ରହିଛି। ନିବାସରେ ବସି ଗୋଟି ଚଳାଇଥାଇପାରନ୍ତି ଭିକେ ପାଣ୍ଡିଆନ। କ୍ୟାମେରା ସାମ୍ନାରୁ ସନ୍ନ୍ୟାସ ନେଇଥିବା ଭିକେ ଭିତରେ ଭିତରେ ଏଭଳି ଷଡ଼ଯନ୍ତ୍ର କରୁଥାଇପାରନ୍ତି। ବାସ୍ତବରେ ଏହା ସମ୍ପୃକ୍ତ ବିଭାଗ ଉପରେ ନଜର ରଖିବା ପାଇଁ ନା ବିଭାଗୀୟ ଅଧିକାରୀ ଓ ମନ୍ତ୍ରୀଙ୍କ ସହ ସମନ୍ୱୟ ରଖି ନିଜ ଦୁର୍ନୀତି ଉପରେ ଚଦର ଘୋଡ଼ାଇବେ, ସେହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରିଛି। ଗୋଟିଏ ପଟେ ନବୀନଙ୍କ ବିଶ୍ୱସନୀୟତା ଉପରେ ବିରାଟ ପ୍ରଶ୍ନଚିହ୍ନ, ଅନ୍ୟପଟେ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ଗୁରୁଦାୟିତ୍ୱ। ଗୋଟିଏ ନିକିତର ଦୁଇ ପଟେ ବାଜିରେ ଲାଗିଛି ନବୀନଙ୍କ ଭାବମୂର୍ତ୍ତି। 24 ବର୍ଷ କାଳ ଧଳା କୁର୍ତ୍ତାରେ କଳାଦାଗ ଲଗାଇବାକୁ ଦେଇନଥିବା ନବୀନ ଯେବେ ସରକାରରୁ ବିପକ୍ଷକୁ ଯାଇଛନ୍ତି ତାଙ୍କ ରଣନୀତି ଉପରେ ରହିଛି ସମସ୍ତଙ୍କ ନଜର। ତେବେ ଦେଖିବାକୁ ବାକି ରହିଲା 40 ବିଭାଗରୁ କାହା ମୁଖା ଖୋଲିବାରେ ସଫଳ ହେଉଛନ୍ତି 50 ଜଣ ବିଜେଡି ବିଧାୟକ। ବ୍ୟୁରୋ ରିପୋର୍ଟ, ଆଜ ଲାଇଭ୍।